ତ ଦର୍ଶକ ବନ୍ଧୁ ଆଉ କିଛି ସମୟ ପରେ ଅର୍ଥାତ୍ ସନ୍ଧ୍ୟା 5ଟା ପରଠାରୁ ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟ ଟଙ୍କା ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ଆଜି 9,32,00,000 ହିତାଧିକାରୀଙ୍କୁ ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟର 2,000 ଟଙ୍କା ମିଳିବା ପାଇଁ ଯାଉଛି। ତ ଏହାରି ଭିତରେ ଆପଣମାନେ ସମସ୍ତେ ଜାଣିଥିବେ ଯେଉଁ ଟଙ୍କା ଆପଣମାନଙ୍କର ଆସିବ ସେଇଟା ଡିବିଟି ମୋଡ଼ରେ ଆପଣମାନଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି। କିନ୍ତୁ ଗୋଟେ କନଫ୍ୟୁଜନ୍ ଯାହାକି ଆପଣମାନଙ୍କ ମନରେ ରହୁଛି, ବହୁ ଜଣ ମଧ୍ୟ କମେଣ୍ଟ କରୁଛନ୍ତି ଯେ ପିଏମ୍ କିଷାନର ଯେଉଁ ଟଙ୍କା ଆସୁଛି, ବିଶେଷ କରି ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ଟଙ୍କା ପାଉଛନ୍ତି ଏବଂ ତାଙ୍କର ଯଦି ସିବିଡିସି ୱାଲେଟ୍ ଅଛି ତାହେଲେ ସେମାନଙ୍କ ଟଙ୍କା ସେହି ସିବିଡିସି ୱାଲେଟ୍କୁ ଯିବ ନା ବ୍ୟାଙ୍କ ଆକାଉଣ୍ଟକୁ ଯିବ, ଏଇଭଳି ମଧ୍ୟ ବହୁତ ସାରା କମେଣ୍ଟ ଆସିଥିଲା। ତେଣୁ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଯେ କେଉଁ ଆକାଉଣ୍ଟକୁ ଆପଣମାନଙ୍କର ପିଏମ୍ କିଷାନ ଯୋଜନାର 22ତମ ଇନଷ୍ଟଲମେଣ୍ଟର ଟଙ୍କା ଯିବ ଏବଂ କେଉଁ ବ୍ୟାଙ୍କରେ ଆଗେ କ୍ରେଡିଟ୍ ହେବ। କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି ଟଙ୍କା ଯେତେବେଳେ ଆସିବ, ଯେହେତୁ ଏକ ହ୍ୟୁଜ୍ ଆମାଉଣ୍ଟର ଟଙ୍କା ଆସୁଛି, କେଉଁ ବ୍ୟାଙ୍କ ଆକାଉଣ୍ଟଧାରୀ ଆଜି ଟଙ୍କା ପାଇବେ, ଆସନ୍ତାକାଲି ମଧ୍ୟ କିଛି ହିତାଧିକାରୀଙ୍କୁ ଟଙ୍କା ମିଳିବ। ସବୁକିଛି ଡିଟେଲ୍ସ ଆଜି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ କହିଦେବି। ତ ନିହାତି ଭିଡ଼ିଓଟି ଆପଣମାନେ ଶେଷ ଯାଏ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆଗକୁ ବହୁତ କିଛି ନୂଆ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଦେଖନ୍ତୁ, ପିଏମ୍ କିଷାନ ଯୋଜନାର ଯେଉଁ ଟଙ୍କାଟି ଆପଣମାନଙ୍କୁ ଦିଆଯାଉଛି ସେଇଟା ଆପଣମାନଙ୍କର ଡିବିଟି ମାଧ୍ୟମରେ ପ୍ରଦାନ କରାଯାଏ, ଅର୍ଥାତ୍ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର, ଯେଉଁଥିରେ ଆଧାର କାର୍ଡ଼ ସହିତ ଆପଣମାନଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ଅଛି ସେହି ଆକାଉଣ୍ଟକୁ ଆପଣମାନଙ୍କର ଟଙ୍କା ଆସେ। କିନ୍ତୁ ବହୁତ ଜଣ ମହିଳା ଯେଉଁମାନେ ସୁଭଦ୍ରା ଯୋଜନାରେ ଟଙ୍କା ପାଉଛନ୍ତି ଏବଂ ପିଏମ୍ କିଷାନ ଯୋଜନାରେ ତାଙ୍କର ମଧ୍ୟ ଟଙ୍କା ଆସୁଛି, ତ ସେଇମାନଙ୍କର ଗୋଟେ କମେଣ୍ଟ ଥିଲା ଯେ ସୁଭଦ୍ରା ଯୋଜନା ସମୟରେ ଆମେ ସିବିଡିସି ୱାଲେଟ୍ ଆକ୍ଟିଭ୍ କରିଦେଇଥିଲୁ, ବର୍ତ୍ତମାନ ସେହି ଟଙ୍କା ସିବିଡିସି ୱାଲେଟ୍କୁ ଆସିବ ନା ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଦେଖନ୍ତୁ, ପିଏମ୍ କିଷାନ ଯୋଜନାର ଯେଉଁ ଟଙ୍କାଟି ଆସିବ ସେଇଟା ଆପଣମାନଙ୍କର ଡାଇରେକ୍ଟ ବ୍ୟାଙ୍କକୁ ହିଁ ଟ୍ରାନ୍ସଫର ହେବ। ଟଙ୍କା ଆସିବା ପୂର୍ବରୁ ଆପଣମାନଙ୍କର ଗୋଟେ ପିଏଫ୍ଏମ୍ଏସ୍ ଷ୍ଟାଟସ୍ ଅପଡେଟ୍ ହୋଇଥାଏ, ଯେଉଁଟାକି ଗତକାଲି ଭିଡ଼ିଓରେ ମଧ୍ୟ ମୁଁ କହିଥିଲି ଯେ ପିଏଫ୍ଏମ୍ଏସ୍ ଷ୍ଟାଟସ୍ ଆପଣମାନେ ଚେକ୍ କଲା ପରେ ଦେଖିବେ ଟଙ୍କା ଆସିବା ପୂର୍ବରୁ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଇକି ଭେରିଫାଏ ହୋଇଥାଏ। ତେଣୁ ଆପଣମାନେ ପିଏଫ୍ଏମ୍ଏସ୍ର ଷ୍ଟାଟସ୍ ବର୍ତ୍ତମାନ ଯାଇକି ପିଏମ୍ କିଷାନ ଆପ୍ରେ ଚେକ୍ କଲା ପରେ ଦେଖନ୍ତୁ, ଯଦି ଆପଣମାନଙ୍କର ଏମିତି ଶୋ କରୁଛି ଯେ ୟୋର ଆକାଉଣ୍ଟ ଡିଟେଲ୍ସ ହେଜ୍ ବିନ୍ ଆକ୍ସେପ୍ଟେଡ୍ ବାଇ ଦି ବ୍ୟାଙ୍କ, ଅର୍ଥାତ୍ ଆପଣମାନଙ୍କର ଯେଉଁ ଆଧାର ବେସିସ୍ରେ ପେମେଣ୍ଟଟି ଆସିବ, ବର୍ତ୍ତମାନ ବ୍ୟାଙ୍କ ତାକୁ ଆପ୍ରୁଭାଲ୍ ଦେଇସାରିଛି, ଅର୍ଥାତ୍ ବ୍ୟାଙ୍କ ତାକୁ ଆକ୍ସେପ୍ଟ କରିସାରିଛି ଏବଂ ଟଙ୍କାଟି ଅଣ୍ଡର ପ୍ରୋସେସ୍ ଅଛି, ଯେଉଁଟାକି ଆଜି ସନ୍ଧ୍ୟା 5ଟା ପରେ ଆପଣମାନଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେବା ପାଇଁ ଯାଉଛି। ତେଣୁ ଯେଉଁମାନଙ୍କର କନଫ୍ୟୁଜନ୍ ଅଛି ଯେ ସିବିଡିସି ୱାଲେଟ୍କୁ ଟଙ୍କା ଆସିବ, ଦେଖନ୍ତୁ ସିବିଡିସି ୱାଲେଟ୍ ବା ଇ ରୁପି ୱାଲେଟ୍କୁ ଆପଣମାନଙ୍କର ପିଏମ୍ କିଷାନର ଟଙ୍କା ଆସେ ନାହିଁ, ଏଇଟା ଡାଇରେକ୍ଟ ଆପଣମାନଙ୍କର ଆକାଉଣ୍ଟରେ କ୍ରେଡିଟ୍ ହେବ। ଏବଂ ବହୁ ଜଣଙ୍କର କମେଣ୍ଟ ଥିଲା, ଯେମିତି ସୁଭଦ୍ରା ଯୋଜନାରେ ଦେଖିଥିବେ ବା ପୂର୍ବଥର ଯଦି ଆପଣମାନେ ସିଏମ୍ କିଷାନ ବା ପିଏମ୍ କିଷାନର ଟଙ୍କା ପାଇଥିବେ ତାହେଲେ ଆପଣମାନଙ୍କ ଟଙ୍କା ଯାଇକି ଗୋଟିଏ ବ୍ୟାଙ୍କରେ ଯାଇକି ବିଳମ୍ବ ହୋଇଥାଏ। ତା ଭିତରେ ଆପଣମାନଙ୍କର ମେନଲି ରହିଛି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଆଉ ଗୋଟେ ରହିଛି ଆଇପିବିବି, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ଦେଖନ୍ତୁ, ଯେଉଁମାନଙ୍କର ଓଜିବି ଏବଂ ଆଇପିବିରେ ଆକାଉଣ୍ଟ ଅଛି ସେମାନଙ୍କର ହୁଏତ ଆଜି ଟଙ୍କା ଆସିନପାରେ। ଯଦି ଆଜି ଟଙ୍କା ଆସିଲା ସେ ବିଷୟରେ ତ ମୁଁ ଅପଡେଟ୍ ଦେବି, କିନ୍ତୁ ଯେହେତୁ ଏହି ସବୁ ବ୍ୟାଙ୍କରେ ଆମର ଡିବିଟି କ୍ଲିଅର ହେବା ପାଇଁ କିଛି ସମୟ ଲାଗିଥାଏ, ତେଣୁ ଏହିସବୁ ହିତାଧିକାରୀ ଆଜି ରାତି 9ଟା ସୁଦ୍ଧା ଯଦି ଟଙ୍କା ପାଉନାହାନ୍ତି ତାହେଲେ ଆସନ୍ତାକାଲି ସକାଳ 10ଟା ସୁଦ୍ଧା ତାଙ୍କ ଆକାଉଣ୍ଟରେ ଏହି ଟଙ୍କା କ୍ରେଡିଟ୍ ହୋଇଯିବ। ଏହା ସହିତ ଯଦି ଆପଣମାନେ ନିଜର ପିଏମ୍ କିଷାନର ଷ୍ଟାଟସ୍ ଚେକ୍ କରିବା ସମୟରେ ଆପଣଙ୍କର ଏମିତି କିଛି ପ୍ରୋବ୍ଲେମ୍ ଥିଲା ବା ବର୍ତ୍ତମାନ ଏମିତି କିଛି ପ୍ରୋବ୍ଲେମ୍ ଶୋ କରୁଛି ଯେଉଁଟାକି ଆପଣମାନଙ୍କର ଡିବିଟି ରିଲେଟ୍ ପ୍ରୋବ୍ଲେମ୍କୁ ଏଇଟା ମେନସନ୍ କରୁଛି, ତେଣୁ ଆପଣମାନେ ଯଦି ଡିବିଟି କ୍ଲିଅର କରିନାହାନ୍ତି ଆଜି କଲେ ତ ଆପଣମାନଙ୍କର ହୋଇପାରିବ ନାହିଁ। କିନ୍ତୁ ଯଦି ଡିବିଟି ଆପଣମାନେ ଏହିସବୁ ପ୍ରୋବ୍ଲେମ୍ ପରେ କ୍ଲିଅର କରିଦେଇଛନ୍ତି ତାହେଲେ ଟଙ୍କା ଆସିବ, ନହେଲେ ଆପଣମାନଙ୍କର ବ୍ୟାଙ୍କରେ ଟଙ୍କା ଆସିବ ନାହିଁ। ତେଣୁ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ହେଲା ଆପଣମାନଙ୍କର ଯେଉଁ ଟଙ୍କା ଆସିବ, ଯେମିତିକି ଏସ୍ବିଆଇ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆପଣମାନଙ୍କର ଯେଉଁଟାକି ରହିଛି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ଏନ୍ଏସ୍ଡିଏଲ୍ ପେମେଣ୍ଟ ବ୍ୟାଙ୍କ, ଏହିସବୁ ବ୍ୟାଙ୍କରେ ସର୍ବପ୍ରଥମେ ପିଏମ୍ କିଷାନ ଯୋଜନାର ଟଙ୍କା ଆସିଥାଏ। ତେଣୁ ଆପଣମାନଙ୍କର ଯଦି ଏହିସବୁ ବ୍ୟାଙ୍କ ଅଛି ତାହେଲେ ଆଜି ସନ୍ଧ୍ୟା ପରେ ଆପଣଙ୍କର ଟଙ୍କା ମିଳିଯିବ ଏବଂ ସିବିଡିସି ୱାଲେଟ୍ରେ ଆପଣମାନଙ୍କର ଟଙ୍କା ଆସିବ ନାହିଁ, ଯେଉଁଟାକି ଡାଇରେକ୍ଟ ଆପଣଙ୍କ ବ୍ୟାଙ୍କକୁ ଟ୍ରାନ୍ସଫର ହେବ। ଆଉ ରହିଲା, ଯଦି ଆପଣମାନେ ବର୍ତ୍ତମାନ ସୁଦ୍ଧା ଜାଣିପାରୁନାହାନ୍ତି କେଉଁ ବ୍ୟାଙ୍କକୁ ଟଙ୍କା ଆସିବ, ସେଇଟା ଇଜିଲି ଆପଣମାନେ ଜାଣିପାରିବେ ପାଇଁ ଡାଇରେକ୍ଟ ଆପଣମାନେ ନିଜର ମୋବାଇଲରେ ଯାଇକି ସର୍ଚ୍ଚ କରିଦେବେ ଏନ୍ପିସିଆଇ। ତ ଏନ୍ପିସିଆଇ ସର୍ଚ୍ଚ କଲା ପରେ ତାର ଅଫିସିଆଲ ୱେବସାଇଟ୍ ଯାଇକି ଆପଣମାନଙ୍କ ସାମ୍ନାରେ ଖୋଲିଯିବ। ଅଫିସିଆଲ ସାଇଟ୍ ଓପନ୍ ହେଲା ପରେ ଦେଖନ୍ତୁ ଏଠି ଗୋଟେ କଷ୍ଟମର ଅପସନ୍ ଅଛି, ତ ସେଇ କଷ୍ଟମର ଅପସନ୍ରେ କ୍ଲିକ୍ କରିବେ। କଷ୍ଟମର ଅପସନ୍ରେ କ୍ଲିକ୍ କଲା ପରେ ତଳକୁ ଟିକେ ସ୍କ୍ରୋଲ୍ କରିବେ, ଏଠି ଦେଖନ୍ତୁ ରହିଛି ଭାରତ ଆଧାର ସିଡ଼ିଂ ଏନେବଲ୍ ବା ବିଏଏସ୍ସି, ସେଇ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ।
क्लिक कलापर एठी आपणमानकर आधार सीडिंग रिक्वेस्ट स्टाटस जदि आपने पूर्वर आधार सीडिंग करते ता वर्तमान डिलीट हो जाइए आधार सीडिंग ना सबकि आपने इजिली चेक करेंगे। तेणु आधार सीडिंग चेक करने आधार मैप स्टाटस को जाई आपण माने आधार नंबर और ओटीपी द्वारा कौ बैंक रे आपणमानकर डीबीटी एक्टिव अच्छी ताहा चेक करेंगे और डीबीटी जो बैंक रे आपणमानकर एक्टिव अच्छी से बैंक को ही आपणमानकर टंका आसीबो। एवं जदि आपण माने पूर्वर आधार रे कौनसी भी अपडेट करिसेंती जेमिति कि आधार सीडिंग डिसीडिंग जहाँ भी आपण माने करिसेंती ता मध्य आपण माने निज निजर स्टाटस बा वर्तमान एटी चेक करि पारिबे। ता पई मध्य समान प्रोसेस आधार कार्ड नंबर देबे तापर आपण मानकर कैप्चा कोड दे एटी लॉगिन करी निज निजर स्टाटस मध्य चेक करि पारिबे। बाकी रहिला आउ जो मानकर अन्यान्य बैंक रे रहिछि हमर समस्तଙ୍କର ଟଙ୍କା ଆଜି ସନ୍ଧ୍ୟା ଯାକି 5ଟା ପରେ ଆସିବ। ତେଣୁ 12ଟା ପରେ କୌଣସି ବି ଟଙ୍କା ଆସିନାହିଁ। ମୁଁ ଏଇଟା ପୂର୍ବରୁ ମଧ୍ୟ ଆପଣମାନଙ୍କୁ କହିସାରିଛି। ତେଣୁ ଯେଉଁ ଟାଇମ୍ ଯେଉଁମାନଙ୍କର ଗୋଟେ ମେନ୍ ଇସ୍ୟୁ ଥିଲା ବା ପ୍ରୋବ୍ଲେମ୍ ଥିଲା ଯେଉଁଟାକି ଆପଣମାନଙ୍କର CBDC ୱାଲେଟ୍କୁ ନେଇ ତେଣୁ ତା ମଧ୍ୟ ଆଜିର ଏଇ ଭିଡ଼ିଓରେ ଆପଣମାନଙ୍କର କ୍ଲିଅର୍ ହେଇଯାଇଥିବ ଯେ ଆମର ସୁଭଦ୍ରା ଯୋଜନାର ଯେମିତି CBDC ୱାଲେଟ୍ରେ ପେମେଣ୍ଟ ଆସିଥିଲା PM କିଷାନର ଆପଣମାନଙ୍କ ପେମେଣ୍ଟ ଯେଉଁଟାକି CBDC ୱାଲେଟ୍କୁ ନ ଆସି डायरेक्ट बैंक ट्रांसफर हम। तेणु आउ किसी समय अपेक्षा करूँ टंका आसला पर मुझे अपडेट देवी। जदि आपण मैंने वर्तमान आम चैनल को प्रथम दर विजिट कर निहाती चैनल को सब्सक्राइब करदे।